ବେଙ୍ଗାଲୁରୁର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ମାମଲା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ଛାଡ଼ପତ୍ର ଓ ଭରଣ ପୋଷଣ ପାଇଁ 8 ସୂତ୍ରୀ ଫର୍ମୁଲା ନିର୍ଦ୍ଧାରିତ କରିଛନ୍ତି ସୁପ୍ରିମକୋର୍ଟ। ଶାଶୁଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ଏଣିକି ଭରଣ ପୋଷଣ ଶୁଣାଣି ବେଳେ ସ୍ୱାମୀ ଏବଂ ସ୍ତ୍ରୀର ଏସବୁ ବିଷୟରେ ତଦାରଖ କରାଯିବ। ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ସୁଟ୍ କରିଥିଲେ। 80 ମିନିଟ୍ରେ ଏକ ଭିଡିଓ ବନାଇ ସେ ସବୁ କଥା କହିଥିଲେ। ତେବେ ମୃତ୍ୟୁ ପରେ ପୋଲିସ ଘଟଣାସ୍ଥଳରୁ 24 ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। କେମିତି ପତ୍ନୀ ଓ ତାଙ୍କ ସମ୍ପର୍କୀୟଙ୍କ ଠାରୁ ଦୀର୍ଘଦିନ ଧରି ନିର୍ଯାତନା ଶେଷ ହେଉଥିଲେ, ତାଙ୍କ ମୃତ୍ୟୁ ପରେ ପରିବାର ପୁଅ ସମ୍ଭାଳିବା ସହ ନ୍ୟାୟ ଦେବାକୁ ଏମିତି ଅନେକ କଥା ଭିଡିଓରେ ରେକର୍ଡିଂ କରିଥିଲେ ଅତୁଲ ସୁଭାଷ। ନିଜ ସନ୍ତାନକୁ ପତ୍ନୀଙ୍କ ନିକଟରୁ ଆଣି ତାଙ୍କ ପରିବାର ଲୋକଙ୍କୁ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିନା କ୍ୟାମେରାରେ ନିକିତାଙ୍କୁ ନ ଭେଟିବାକୁ ଅତୁଲ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି। ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନ ପାଇବା ପର୍ଯ୍ୟନ୍ତ ଅସ୍ଥି ବିସର୍ଜନ ନ କରିବାକୁ ସେ ପରିବାରକୁ ଅନୁରୋଧ କରିଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭସାଇ ଦେବାକୁ ସେ ଅନୁରୋଧ ବି କରିଛନ୍ତି। मैं अपने माँ बाप और भाई को बोलूंगा कि बिना किसी कैमरे के मेरी पत्नी या उसकी माँ या उसके किसी भी फैमिली मेंबर से बिना कैमरा पब्लिक प्लेस के ना मिले। आपका रेप केस भी लगाया जा सकता है, कोई भी केस लगाया जा सकता है। तो बहुत ध्यान से अगर किसी भी बात के लिए मिले तो पब्लिक प्लेस पे मिले। बाकी और औरतें होनी चाहिए हमारी तरफ से जो टेस्टिफाई कर सके कि कुछ गलत नहीं हुआ है। कैमरा होना चाहिए तभी मिले। दूसरा कि मेरे मरे हुए शरीर के आसपास मेरी पत्नी या उसका परिवार की तरफ से कोई नहीं आना चाहिए। तीसरा, मेरा अस्थि विसर्जन तब तक नहीं होना चाहिए जब तक मेरे हरासर्स को पनिशमेंट नहीं मिलता है, तो मेरा अस्थि विसर्जन ना हो। अगर इतने सारी चीजें, एविडेंस और सब कुछ होने के बाद भी अगर कोर्ट, ये जज और मेरे बाकी के हरासर्स को पनिशमेंट नहीं देती है और बरी कर देती है, तो मेरा जो अस्थि है वहीं कोर्ट के बाहर किसी गटर में बहा देना चाहिए, ताकि मैं ये जान जाऊं हमेशा हमेशा के लिए, मैं ये अपना लेसन सीखता रहूं कि इस देश में क्या वैल्यू है एक लाइफ की। तो ये एक है। और जुडिशियरी से मेरी एक दरख्वास्त है कि मेरे माँ बाप और भाई को इन फॉल्स केसेस में और हरास नहीं किया जाए, इसे खारिज किया जाए। ତେବେ ଆସନ୍ତୁ ନଜର ପକାଇବା ସୁପ୍ରିମକୋର୍ଟର ଏହି 8 ସୂତ୍ରୀ ଫର୍ମୁଲା ଉପରେ। ନମ୍ବର 1, ଭବିଷ୍ୟତରେ ପତ୍ନୀ ଏବଂ ପିଲାମାନଙ୍କର ମୌଳିକ ଆବଶ୍ୟକତା। ନମ୍ବର 2, ଉଭୟ ପକ୍ଷର ଯୋଗ୍ୟତା ଏବଂ ରୋଜଗାର, ଆୟ ଏବଂ ସମ୍ପତ୍ତିର ଉତ୍ସ। ନମ୍ବର 3, ତାଙ୍କ ଶାଶୁଘରେ ରହୁଥିବା ସମୟରେ ପତ୍ନୀଙ୍କ ଜୀବନ ଧାରଣର ମାନ। ନମ୍ବର 4, ସେ ପରିବାରର ଯତ୍ନ ନେବା ପାଇଁ ଚାକିରି ଛାଡ଼ିଛନ୍ତି କି। ନମ୍ବର 5, କାମ କରୁନଥିବା ପତ୍ନୀଙ୍କ ପାଇଁ ଆଇନଗତ ଯୁଦ୍ଧ ପାଇଁ ଯୁକ୍ତିଯୁକ୍ତ ପରିମାଣ। ନମ୍ବର 6, ରକ୍ଷଣାବେକ୍ଷଣ ଭତ୍ତା ସହିତ ସ୍ୱାମୀଙ୍କ ଆର୍ଥିକ ସ୍ଥିତି। ନମ୍ବର 7, ରୋଜଗାର ଏବଂ ଅନ୍ୟାନ୍ୟ ଦାୟିତ୍ୱ କ'ଣ ହେବ। ନମ୍ବର 8, ସ୍ୱାମୀ ଏବଂ ସ୍ତ୍ରୀର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ PV ବରାଲେଙ୍କ ବେଞ୍ଚ ଛାଡ଼ପତ୍ର ଓ ଭରଣ ପୋଷଣ ରାଶି ଉପରେ ନିଷ୍ପତ୍ତି ଦେବାବେଳେ ଦେଶର ସମସ୍ତ କୋର୍ଟକୁ ଏହି 8 ସୂତ୍ରୀ ଫର୍ମୁଲା ଅନୁଯାୟୀ ବିଚାର ଶୁଣାଇବାକୁ କହିଛନ୍ତି। ଏଥିରେ ଦର୍ଶାଯାଇଥିବା କାରଣ ଉପରେ ଆଧାର କରି ନିର୍ଦ୍ଦେଶ ଦେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। Being a criminal lawyer for now over 3 decades, I have seen how 498A has been misused by our own people, legal fraternity, the police machinery, the disgruntled ladies, those who have filed all these cases. I have seen it from my own eyes in the last three decades. But this incident has actually triggered the controversy and has brought the issue before everybody in the country. I think this issue now should be taken very, very seriously because 498A misuse should be curbed because it has an impact on the social fabric of our society. There are false allegations which are not only filed against the husband. The word used is relative. So even against the father-in-law, mother-in-law, sister-in-law, brother-in-laws, the jijas of the family, they are also implicated in these kind of cases. And most of them are false. I'm not saying genuine cases are not there. There are genuine cases which should be looked into. But majority of them which we see are filed for the purposes of, persuading the husband to settle the matter, give some money.
every day in Delhi High Court, in majority of the single judges, at 2 o'clock, 2:30, we have cases which are settled among husband and wife every day. So there are hundreds of them. How? Why they are being settled? Because the money is being paid. So this has become a tool for extorting money. And unfortunately, I have not seen even a single case where misuse has happened and police has taken action against the lady.